ଦେଖନ୍ତୁ ସାଙ୍ଗମାନେ ଆମର ଏପଟେ ନନା ଆସିକି ପହଞ୍ଚି ଯାଇଥିଲେ। ଏପଟେ ଆମେ ସବୁ ସଜାସଜି କରିଦେଇଥିଲୁ। ତାପରେ ଆମ ପରିବାର ସବୁ ଗୋଟେ ଜାଗାରେ ବସି ଯାଇଥିଲେ। ଏପଟେ ଭାଇ ତାଙ୍କର କାଠି ଦୀପ ଲଗେଇ ଦେଉଛନ୍ତି। ଦେଇ ପିଣ୍ଡି ମାନେ ପତ୍ର ସବୁ ଭୋଗ ଦିଆହେଉଛି। ଦେଖନ୍ତୁ ଏପଟେ ନନା ତାଙ୍କର ପୂଜା କରିଦେଲେ। ପୂଜା କରିସାରିଲା ପରେ ଆମେ ଏଠି ସମସ୍ତେ ଜୁହାର ହେଇଗଲୁ। ସମସ୍ତଙ୍କୁ ଜୁହାର ଆସିଲା ପରେ ନନା ସମସ୍ତଙ୍କ ମାନେ ଆମ ଦି ଜଣଙ୍କ କାନରେ ସମସ୍ତଙ୍କ ମୁଣ୍ଡରେ ଚାଉଳ ଛିଞ୍ଚି ଦେଇଥିଲେ। ଚାଉଳ ଛିଞ୍ଚି ସାରିଲା ପରେ ଅପା ତାଙ୍କର ଦେଇ ପିଣ୍ଡିକି ନେଇଯାଇଥିଲେ ପିଢ଼ା ହେରିକା। ପିଢ଼ା ଦୀପ ଫୁଲ ସବୁ ନେଇଯାଇଥିଲେ। ନେଇ ଯାଇକି ଆମ ଦେଇ ପିଣ୍ଡିରେ ଦିଆଯାଇଥିଲେ। ନେଇକି ଦେଇ ପିଣ୍ଡିରେ ଅପା ନେଇକି ଦେଇ ପିଣ୍ଡିରେ ଦେଲେ। ଯେହେତୁ ବଡ଼ ସେ ନେଇକି ଆଗେ ଦେଇ ପିଣ୍ଡିରେ ଦେଇଲେ। ଦେଖନ୍ତୁ ଦେଇ ପିଣ୍ଡି ଆମର ଯୋଉଠି ରନ୍ଧା ହେଇକି ହାଣ୍ଡିଶାଳ ସେଇଠି ନେଇକି ଦିଆହେଲା। ଦୀପ ସବୁ ଭୋଗ ଥୁଆ ହେଲା। ତାପରେ ସେଠୁ ଅପା ତାଙ୍କ ଥୋଇକି ଆସିଲା ପରେ ଏପଟରେ ଆମର ନନାକୁ ସମସ୍ତେ ନମସ୍କାର କରିସାରିଲୁଣି। ନମସ୍କାର କରିସାରିଲା ପରେ ଭାଇ ତାଙ୍କର ଟିକେ ଭୋଗ ତଳଉଛନ୍ତି। ଭୋଗ ତଳେଇ ସାରି ମାନେ ହାଣ୍ଡିଶାଳ ଘରୁ ଯେଉଁ ଦୀପ ଲଗା ହେଇକି କାଢ଼ି ନିଆ ହେଲା ବଡ଼ ବଡ଼ିଆ ରଖିବା ପାଇଁ। ବଡ଼ ବାପା ଆଉ ମୋ ଦି ଭାଇ ସାନ ଦିଅର ମୋ ଝିଅ ଦି ଜଣ ମୋ ପୁଅ ଦି ଜଣ ଦେଖନ୍ତୁ ବଡ଼ ବଡ଼ିଆ ଡାକୁଛନ୍ତି କେମିତି ଦେଖନ୍ତୁ। ତାପରେ ମିଶିକି ଆମ ସପରିବାର ତାଙ୍କର ବଡ଼ ବଡ଼ିଆ ଡାକିଲେ ସବୁ। ଦେଖନ୍ତୁ ଏମିତି ବଡ଼ ବଡ଼ିଆ ଡାକିକି ଆସିଲେ।